आपण ୟୁପିଆଇ ବ୍ୟବହାର କରୁଛନ୍ତି କି? ସବୁ ସମୟରେ ଅନଲାଇନରେ ଟଙ୍କା ଦେଣ ନେଣ କରୁଛନ୍ତି କି? ତାହେଲେ ହୋଇଯାଆନ୍ତୁ ସାବଧାନ। ଏପ୍ରିଲ 1, 2025ରୁ ନୂଆ ନିୟମ ଲାଗୁ ହେବାକୁ ଯାଉଛି, ଯାହା ଗୁଗଲ ପେ, ଫୋନ୍ ପେ ଏବଂ ପେଟିଏମ୍ ଭଳି ପେମେଣ୍ଟ ଆପ୍ ୟୁଜର୍ସଙ୍କ ଉପରେ ପଡ଼ିବ ଭାରି। ପ୍ରକୃତରେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ କହିଛି ଯେ ଏହା ୟୁପିଆଇ ସହିତ ଲିଙ୍କ ହୋଇଥିବା ମୋବାଇଲ ନମ୍ବରଗୁଡ଼ିକ ବ୍ୟାଙ୍କ ଆକାଉଣ୍ଟରୁ ହଟାଇ ଦେବ, ଯାହା ବହୁ ଦିନ ଧରି ବନ୍ଦ ଅଛି। ଏହାର ଅର୍ଥ ହେଉଛି ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଏକ ଇନ୍ଆକ୍ଟିଭ୍ ନମ୍ବର ସହିତ ଲିଙ୍କ ହୋଇଛି, ତେବେ ଏହା ଡିଲିଟ୍ ହୋଇଯିବ। ଏହାପରେ ଇନ୍ଆକ୍ଟିଭ୍ ନମ୍ବର ମାଧ୍ୟମରେ ୟୁପିଆଇ ଟ୍ରାଞ୍ଜାକ୍ସନ ସମ୍ଭବ ହେବ ନାହିଁ। ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ କିଛି ସମୟ ଧରି ଦେଶରେ ସାଇବର ଅପରାଧୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାକୁ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏନ୍ପିସିଆଇ କହିଛି ଯେ ଇନ୍ଆକ୍ଟିଭ୍ ନମ୍ବରଗୁଡ଼ିକ ୟୁପିଆଇ ଏବଂ ବ୍ୟାଙ୍କ ସିଷ୍ଟମରେ ଟେକ୍ନିକାଲ ତ୍ରୁଟି ସୃଷ୍ଟି କରେ। ଟେଲିକମ୍ ଅପରେଟରମାନେ ଅନ୍ୟ ୟୁଜର୍ସଙ୍କୁ ଇନ୍ଆକ୍ଟିଭ୍ ନମ୍ବର ଆଲର୍ଟ କରନ୍ତି, ଯାହା ଠକେଇର ଆଶଙ୍କା ବଢ଼ାଇଥାଏ। ଏହା ସହିତ ଏନ୍ପିସିଆଇ ବ୍ୟାଙ୍କ ଏବଂ ୟୁପିଆଇ ଆପ୍ଗୁଡ଼ିକୁ ପ୍ରତି ସପ୍ତାହରେ ଇନ୍ଆକ୍ଟିଭ୍ ମୋବାଇଲ ନମ୍ବରର ରେକର୍ଡ ରିଭାଇଜ୍ କରିବାକୁ କୁହାଯାଇଛି। ବ୍ୟୁରୋ ରିପୋର୍ଟ, ସୁଭଦ୍ରା ନ୍ୟୁଜ୍।